ଆଜିର ଅର୍ଡ଼ରଟା ବନୁଛି ଜଣେ ସ୍ପେଶିଆଲ କଷ୍ଟମରଙ୍କ ପାଇଁ ସ୍ପେଶିଆଲ ରିକ୍ୱେଷ୍ଟରେ। ତ ସେ ବହୁତ ଦିନରୁ ରିକ୍ୱେଷ୍ଟଟା କରିକି ରଖିଥିଲେ। ଯେହେତୁ ଚାଲିଥିଲା ସବୁ ମାସ ଆମର ଶ୍ରାବଣ ମାସଠୁ ହିଁ ଘରେ ନର୍ମାଲି ନନଭେଜ ମୋର ବନ୍ଦ ରହେ। ମଝିରେ ଗୋଟେ 10-15 ଦିନର ବସ ଆସେ, ତା ଭିତରେ ପୁଣି କିଛି ଯଦି ପଡ଼ିଗଲା ଅମାବାସ୍ୟା ସଂକ୍ରାନ୍ତି ତେବେ ବି ବନ୍ଦ। ତ ଏମିତି ପ୍ରାୟ ଶ୍ରାବଣ ମାସଠୁ ମୋର କାର୍ତ୍ତିକ ମାସ ଯାଏ ଆଇଁଷ ଘରେ ବନ୍ଦ ରହେ। ଆଉ ଛାଡ଼ ଖାଇ ପରେ ଯେତେବେଳେ ଏଇଟା ପ୍ରଥମ ଥର ହିଁ ମୋର ମାଛ ବନୁଛି, ଯେତେବେଳେ ମାଛ ଆଣିଲି ତ ତାଙ୍କୁ ମୁଁ ଫୋନ୍ କଲି କି ମୁଁ ଆଜି ମାଛ ବନଉଛି, ଆପଣଙ୍କର ଯଦି ଦରକାର ତାହେଲେ କୁହନ୍ତୁ। ମୁଁ ତାଙ୍କୁ ମେସେଜ କରିଦେଲି, ସେ ପୁରା ଫୁଲ୍ ଫ୍ଲେଡ୍ ଗୋଟେ ଅର୍ଡ଼ର କରିଦେଲେ। ସବୁଠୁ ଇଣ୍ଟରେଷ୍ଟିଂ କଥା ହେଲା କି ସେ ଏଇ ମାଛ ରେସିପିଟା ଖାଇଥିଲେ ତାଙ୍କର ଜଣେ ଫ୍ରେଣ୍ଡଙ୍କ ଘରେ, ଯିଏକି ମୋଠୁ ଅର୍ଡ଼ର କରିଥିଲେ। ଆଉ ସେ ବି କହିଲେ ଆପଣ ପୁରା ସେଇ ଷ୍ଟାଇଲରେ ମୋତେ ବନେଇକି ଦେବେ। ଆଉ ତାଙ୍କୁ ବି ରେସିପିଟା ବହୁତ ପସନ୍ଦ ଆସିଲା। ଆଉ ଘର ପାଇଁ ମାଛ ଆଉ ଚିଙ୍ଗୁଡ଼ି ଦୁଇଟାକର ପ୍ରିପାରେସନ୍ ମୁଁ କରିଛି। ପ୍ରଥମ ଥର ମୋତେ ଦେଖୁଥିଲେ ମୋ ଦୀପ୍ତି, ମୋ ନୋଇଡା ଏକ୍ସଟେନ୍ସନ